ଦ୍ୱାଦଶ ରାଶିଚକ୍ରର ପ୍ରଥମ ରାଶି ମେଷ ରାଶି ପାଇଁ 2025 ମସିହା ନଭେମ୍ବର ମାସର ମାସିକ ରାଶିଫଳ। ଜୟ ଜଗନ୍ନାଥ। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ନଭେମ୍ବର ମାସରେ ଗ୍ରହମାନଙ୍କର ସ୍ଥିତିକୁ ଦେଖିଲେ ଜଣାଯାଏ ଏ ମାସରେ ମେଷ ରାଶି ଜାତ ବ୍ୟକ୍ତି ସାମାନ୍ୟରୁ ମଧ୍ୟମ ଧରଣର ଫଳ ପ୍ରାପ୍ତ କରିବେ। କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଦେଖିଲେ ଜଣାଯାଏ ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ମେଷ ରାଶିର ଦଶମ କର୍ମଭାବ ମକର ରାଶି ଉପରକୁ ରହୁଥିବାରୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରୁ ଆଶା ଅନୁରୂପ ଆୟ ପାଇପାରିବେ। ବେପାର ଠିକ୍ଠାକ୍ ଚାଲିବ। ପରିଶ୍ରମ ଅନୁଯାୟୀ ଫଳ ପାଇପାରିବେ। କିନ୍ତୁ ମାସର ପ୍ରଥମାର୍ଦ୍ଧରେ ରାଜକୀୟ ଗ୍ରହ ରବି ମେଷ ରାଶିର ସପ୍ତମ ଭାବ ତୁଳା ରାଶିରେ ନୀଚ ଭାବରେ ଅବସ୍ଥାନ କରିବେ ଏବଂ ମାସର ଦ୍ୱିତୀୟାର୍ଦ୍ଧରେ ଅଷ୍ଟମ ଭାବରେ ରହୁଥିବାରୁ ସରକାରୀ ଚାକିରି କରିଥିବା ମେଷ ରାଶିଜାତ ବ୍ୟକ୍ତି କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସହକର୍ମୀ ଓ ସହଯୋଗୀଙ୍କ ସହିତ କଳି ଝଗଡ଼ା ନ ହେବା ପାଇଁ ସର୍ବଦା ଚେଷ୍ଟା କରିବା ନିହାତି ଜରୁରୀ। ଆର୍ଥିକ ଦୃଷ୍ଟିରୁ ଦେଖିବାକୁ ଗଲେ ନଭେମ୍ବର ମାସ ମେଷ ରାଶି ପାଇଁ ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ମେଷ ରାଶିର ଆୟ ବା ଲାଭ ଭାବର ଅଧିପତି ଶନି ମେଷ ରାଶିର ଦ୍ୱାଦଶ ବା ବ୍ୟୟ ଭାବ ମୀନ ରାଶିରେ ବକ୍ରୀ ଭାବରେ ଅବସ୍ଥାନ କରିଥିବାରୁ ଆୟର ମୁଖ୍ୟ ସ୍ରୋତ ବା ମୁଖ୍ୟ ଭାଗ ବ୍ୟୟ କରିବାକୁ ପଛାଇବେ ନାହିଁ। ସର୍ବଦା ଲାଭ ଦେଉଥିବା ଲାଭଜନକ ସଂସ୍ଥା କ୍ଷତିରେ ଚାଲିବ। ପୁନଶ୍ଚ ଶନିଙ୍କର ତୃତୀୟ ଦୃଷ୍ଟି ମେଷ ରାଶିର ଦ୍ୱିତୀୟ ଧନଭାବ ଉପରେ ରହିଥିବାରୁ ମେଷ ରାଶି ଜାତ ବ୍ୟକ୍ତିଙ୍କ ଜୀବନରେ ଧନ ଭାବର ଅଭାବ ପରିଲକ୍ଷିତ ହେବ। ବୁଧ ମହାଗ୍ରହଙ୍କର ଗୋଚରୀୟ ସ୍ଥିତି ଠିକ୍ ରହୁନଥିବାରୁ ଅର୍ଥ ସଞ୍ଚୟ କରି ରଖିବା କଷ୍ଟକର ହୋଇପଡ଼ିବ। ଏହି ସମୟରେ ବିଭିନ୍ନ ଆର୍ଥିକ ସଂସ୍ଥାମାନଙ୍କରେ ଅର୍ଥ ନିବେଶ କରିବା ଉଚିତ ହେବ ନାହିଁ। ଏହା ସାଙ୍ଗକୁ ଏହି ମାସ ସାରା ଆର୍ଥିକ ଦୁରାବସ୍ଥା ମଧ୍ୟ ଲାଗି ରହିପାରେ। ନଭେମ୍ବର ମାସରେ ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଥିବା ମେଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହୁନାହିଁ। ମେଷ ରାଶିର ପଞ୍ଚମ ସ୍ଥାନ ବା ପ୍ରେମ ସ୍ଥାନର ଅଧିପତି ସୂର୍ଯ୍ୟ ସପ୍ତମ ସ୍ଥାନରେ ନୀଚ ଭାବରେ ଅବସ୍ଥାନ କରୁଥିବାରୁ ପ୍ରେମ ସମ୍ପର୍କରେ ନୀଚ ପରିଣାମ ଭୋଗ କରିବେ। ସମ୍ପର୍କରେ ଫାଟ ସୃଷ୍ଟି ହେବ। ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ମେଷ ରାଶିର ଅଷ୍ଟମ ଭାବରେ ଅବସ୍ଥାନ କଲେ ପ୍ରେମ ବିବାହ କରିବା ପାଇଁ ଆଶା ପୋଷଣ କରିଥିବା ମେଷ ରାଶି ଜାତ ବ୍ୟକ୍ତିଙ୍କ ଆଶା ନିରାଶାରେ ପରିଣତ ହେବ। ଏପରିକି ପ୍ରେମ ସମ୍ପର୍କରେ ବ୍ରେକଅପ୍ ହୋଇଯିବାର ମଧ୍ୟ ସମ୍ଭାବନା ଦେଖାଯାଏ। ତେଣୁ ଏ ମାସରେ ପ୍ରେମୀ ଯୁଗଳ ହାତେ ମାପି ଚାଖଣ୍ଡେ ଚାଲିବା ଠିକ୍ ହେବ। ପାରିବାରିକ ଦୃଷ୍ଟିକୋଣରୁ ନଭେମ୍ବର ମାସଟି ମେଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ନ ଦେବାର ବିଶେଷ ସମ୍ଭାବନା। ମେଷ ରାଶିର ଦ୍ୱିତୀୟ ପରିବାର ବା କୁଟୁମ୍ବ ସ୍ଥାନର ଅଧିପତି ଶୁକ୍ର ସାମାନ୍ୟ ସ୍ଥିତିରେ ରହୁଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନ ଉପରକୁ ଶନି ଓ ମଙ୍ଗଳଙ୍କ ଦୃଷ୍ଟି ପରିବାର ଭିତରେ ଝଡ଼ ସୃଷ୍ଟି କରିପାରେ। ସାମାନ୍ୟ କଥାକୁ ନେଇ ପରିବାରର ସଦସ୍ୟମାନଙ୍କ ମଧ୍ୟରେ କଥା କଟାକଟି ଓ ମନ ଅମେଳ ରହିବ। କୋର୍ଟ କଚେରୀ ତଥା ମାଲି ମକଦ୍ଦମା ପୈତୃକ ସମ୍ପତ୍ତିକୁ ନେଇ ଉପୁଜିପାରେ। କିନ୍ତୁ ମେଷ ରାଶିର ଚତୁର୍ଥ ଭାବ କର୍କଟ ରାଶିରେ ଅବସ୍ଥିତ ଉଚ୍ଚ ଭାବସ୍ଥ ବୃହସ୍ପତିଙ୍କ ଯୋଗୁଁ ବନ୍ଧୁ ବାନ୍ଧବଙ୍କ ହସ୍ତକ୍ଷେପରେ ସମସ୍ୟାର ସମାଧାନ ହୋଇଯିବାର ସମ୍ଭାବନା ମଧ୍ୟ ରହିଅଛି। ଦାମ୍ପତ୍ୟ ଜୀବନ କଷ୍ଟକର ହେବ। ଦମ୍ପତିଙ୍କ ମଧ୍ୟରେ ମାନସିକ ଉତ୍ତେଜନା ଲାଗି ରହିବ। ପାର୍ଟନରଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯିବାର ସମ୍ଭାବନା।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ନଭେମ୍ବର ମାସରେ ମେଷ ରାଶିଜାତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବହୁତ ଘାଣ୍ଟି ହେବେ। ମନ ମଧ୍ୟରେ ନିଜର ସ୍ୱାସ୍ଥ୍ୟକୁ ନେଇ ସର୍ବଦା ଅହେତୁକ ଭୟ ଲାଗି ରହିବ। ତା ସାଙ୍ଗକୁ ଭୋଗ ହେଉଥିବା ବକ୍ରି ଶନିଙ୍କର ଶନିସତ୍ତା ବେଡ଼ି ଉପରେ କୋରଡ଼ା ଭଳି କାମ କରିବ। ଏପରିକି ଯାତ୍ରା ସମୟରେ ଦୁର୍ଘଟଣାର ମଧ୍ୟ ଭୟ ରହୁଅଛି। ମୋଟ ଉପରେ କହିବାକୁ ଗଲେ ଏ ମାସରେ ମେଷ ରାଶିଜାତ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ ସତର୍କ ଏବଂ ଯତ୍ନବାନ ହେବା ଉଚିତ ହେବ। ଏ ତ ଗଲା ମେଷ ରାଶି ପାଇଁ ନଭେମ୍ବର ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ପ୍ରତ୍ୟହ ହନୁମାନ ଚାଳିଶା ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜମାନ କରିଥିବା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।